ମେଷ ରାଶିର ବ୍ୟୟ ବା ଦ୍ୱାଦଶ ଭାବରେ ଅବସ୍ଥାନ କରୁଥିବା ଶନି ମହାଗ୍ରହ ତାଙ୍କର ତୃତୀୟ ଦୃଷ୍ଟିରେ ମେଷ ରାଶିର ଦ୍ୱିତୀୟ ଭାବ ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଏହି ସମୟରେ ପାରିବାରିକ ସୁଖଶାନ୍ତି ଉପରେ ଗଭୀର ପ୍ରଭାବ ପଡ଼ିବ। ପରିବାର ମଧ୍ୟରେ ଅଶାନ୍ତି ଓ କଳି ଝଗଡ଼ା ଲାଗି ରହିବ। ପରିବାରର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟି ହୋଇପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନି ଗ୍ରହ ଜଗତରେ ନୈସର୍ଗିକ ନ୍ୟାୟ ଓ କର୍ମଫଳଦାତା ମହାଗ୍ରହ। ଆସନ୍ତା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ପର୍ଯ୍ୟନ୍ତ ଶନି ମେଷ ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବକ୍ର ଗମନ କଲେ 2 ଗୁଣ ଫଳ ପ୍ରଦାନ କରିଥାନ୍ତି। ଚଳିତ 2025 ମସିହା ମାର୍ଚ୍ଚ ମାସ 29 ତାରିଖ ଦିନ ଗ୍ରହ ଜଗତର ସର୍ବାପେକ୍ଷା କ୍ରୂର ଓ ପାପୀ ଗ୍ରହ ଶନି ଦ୍ୱାଦଶ ରାଶିଚକ୍ରର ସବା ଶେଷ ରାଶି ମୀନ ରାଶିରେ ପ୍ରବେଶ କରିଛନ୍ତି। ଏହା ସହିତ ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି ପାଇଁ ଆରମ୍ଭ ହୋଇଯାଇଛି ଶନି ସପ୍ତାହ ଅଥବା ଶନି ସାଢ଼େ ସାତି। ଶନି ସାଢ଼େ ସାତି ଗୋଟିଏ ରାଶି ପାଇଁ ପ୍ରାୟ 7.5 ବର୍ଷ ପାଇଁ ଭୋଗ ହେଉଥିବାରୁ ଏହାକୁ ଶନି ସାଢ଼େ ସାତି ବା ଶନି ସପ୍ତାହ କୁହାଯାଇଥାଏ। ଅନୁଭୂତିରୁ ଦେଖାଯାଇଛି ଯେଉଁ ରାଶିରେ ଶନି ସାଢ଼େ ସାତି ଭୋଗ ହେଉଥାଏ ସେହି ସମୟରେ ସେହି ରାଶିର ବ୍ୟକ୍ତି ଜୀବନରେ ବଡ଼ ଦୁଃଖ ଓ କଷ୍ଟ ଭୋଗ କରିଥାନ୍ତି। ମେଷ ରାଶି ପାଇଁ ଶନି ସାଢ଼େ ସାତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ଜାଣିବା। ମୀନ ରାଶିରେ ବକ୍ରି ହୋଇଥିବା ଶନି ମେଷ ରାଶି ପାଇଁ କ'ଣ ସବୁ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଗ୍ରହମାନଙ୍କର ବକ୍ର ଗମନ କରିବା କହିଲେ ପ୍ରକୃତରେ ଗ୍ରହଗୁଡ଼ିକ ଓଲଟା ଦିଗରେ ଗତି କରିନଥାନ୍ତି। ସେହି ସମୟରେ ଗ୍ରହ ପୃଥିବୀର ନିକଟତର ହୋଇଥାନ୍ତି। ପୃଥିବୀର ନିକଟତର ହୋଇଥିବାରୁ ଏହି ସମୟରେ ଗ୍ରହମାନଙ୍କର ପ୍ରଭାବ ପୃଥିବୀ ପୃଷ୍ଠରେ ଅଧିକା ଅନୁଭୂତ ହୋଇଥାଏ। ବୈଦିକ ଯୁଗର ଋଷିମୁନି ତଥା ଆର୍ଯ୍ୟ ମନୀଷୀଗଣ ଗ୍ରହମାନଙ୍କର ଏହି ଗତିକୁ ଦିବ୍ୟ ଚକ୍ଷୁରେ ଦର୍ଶନ କରି ପୃଥିବୀ ପୃଷ୍ଠ ଉପରେ ପଡ଼ୁଥିବା ସେମାନଙ୍କର ପ୍ରଭାବକୁ ଲିପିବଦ୍ଧ କରିଯାଇଛନ୍ତି, ଯାହାକି ଜ୍ୟୋତିଷ ଶାସ୍ତ୍ରର 2 ବିଭାଗ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଲୋଜିର ଚମତ୍କାରିତାକୁ ଦେଖାଇଥାଏ। ମେଷ ରାଶିର ଦ୍ୱାଦଶ ଭାବ ମୀନ ରାଶିରେ ଅବସ୍ଥିତ ବକ୍ରି ଶନି ତାର ପ୍ରତିକୂଳ ପ୍ରଭାବ ବା ନେଗେଟିଭ୍ ଇମ୍ପ୍ୟାକ୍ଟ ମେଷ ରାଶି ପାଇଁ ବଢ଼ାଇ ଦେଉଥିବାରୁ ଏହି ସମୟରେ ମେଷ ରାଶି ଜାତ ବ୍ୟକ୍ତିଙ୍କର ଅନାବଶ୍ୟକ ଖର୍ଚ୍ଚର ପରିମାଣ ବଢ଼ିଯିବ। କର୍ମସ୍ଥାନରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ। କର୍ମକୁ ନେଇ ବିବାଦୀୟ ହୋଇପଡ଼ିବାର ସମ୍ଭାବନା ରହିଅଛି। ବ୍ୟବସାୟ ବାଣିଜ୍ୟ କରୁଥିଲେ ଆଶାନୁରୂପ ଆୟ ହେବ ନାହିଁ। ବେପାରରେ କ୍ଷତି ସହିବାକୁ ପଡ଼ିପାରେ। ମେଷ ରାଶିର ବ୍ୟୟ ବା ଦ୍ୱାଦଶ ଭାବରେ ଅବସ୍ଥାନ କରୁଥିବା ଶନି ତାଙ୍କର ତୃତୀୟ ଦୃଷ୍ଟିରେ ମେଷ ରାଶିର ଦ୍ୱିତୀୟ ଭାବ ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ପାରିବାରିକ ସୁଖଶାନ୍ତି ଉପରେ ଗଭୀର ପ୍ରଭାବ ପଡ଼ିବ। ପରିବାର ମଧ୍ୟରେ ଅଶାନ୍ତି ଓ କଳି ଝଗଡ଼ା ଲାଗି ରହିବ। ପରିବାରର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟି ହେବ। ଧନ ସମ୍ବନ୍ଧୀୟ କଷ୍ଟ ହେବାର ସମ୍ଭାବନା ରହିଅଛି। ସମ୍ପତ୍ତି ବାଡ଼ି ବା ଜମିଜମା ସମ୍ପର୍କିତ ଗଣ୍ଡଗୋଳ ଲାଗିପାରେ। ନିଜର କଥା କହିବାର ଶୈଳୀ ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ। ପୁନଶ୍ଚ ଦ୍ୱାଦଶ ଭାବରେ ଅବସ୍ଥିତ ଶନି ମେଷ ରାଶି ଜାତକ ପାଇଁ ଯାତ୍ରା ବା ଭ୍ରମଣ ସମୟରେ ଦୁର୍ଘଟଣା ଘଟାଇବାର ସମ୍ଭାବନା ରହିଅଛି। ବଡ଼ କଥା ହେଲା ମେଷ ରାଶିର ଦ୍ୱାଦଶ ଭାବରେ ଅବସ୍ଥିତ ଶନି
ମେଷ ରାଶି ଜାତକ ପାଇଁ ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିପାରେ। ପୁନଶ୍ଚ ମେଷ ରାଶି ଜାତକରେ ଭୋଗ ହେଉଥିବା ଦଶା ଅନ୍ତର୍ଦଶା ଗ୍ରହ ଯଦି ଶୁଭ ଭାବରେ ଅବସ୍ଥାନ କରିନଥାନ୍ତି, ତେବେ ମେଷ ରାଶି ଜାତକ ବ୍ୟକ୍ତିଙ୍କର ଏହି ସ୍ୱାସ୍ଥ୍ୟଗତ ସମସ୍ୟା ମାରାତ୍ମକ ସମସ୍ୟା ରୂପେ ଦେଖାଦେଇପାରେ। ଶନି ମହାଗ୍ରହଙ୍କର ଏହି ବକ୍ର ଗମନ କାଳରେ ମେଷ ରାଶିଜାତ ବ୍ୟକ୍ତି ଅଶୁଭ ଫଳ ପ୍ରାପ୍ତ ହେଲେ ମେଷ ରାଶିର ଅଧିପତି ମଙ୍ଗଳ ଏବଂ ଶନି ମହାଗ୍ରହଙ୍କର ଆବଶ୍ୟକୀୟ ପ୍ରତିକାର କରିବା ଉଚିତ ହେବ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ମେଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ମଧ୍ୟ ଦୂର ହୋଇ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।